ସୁକିନ୍ଦା ସାହିତ୍ୟ ସମାଜର ମକର ମିଳନ ଓ ସାରସ୍ୱତ ସମାରୋହରେ ଯୋଗଦେଲେ ମନ୍ତ୍ରୀ। ସୁକିନ୍ଦାର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ ମକର ମିଳନ ଓ ସାରସ୍ୱତ ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଏହି ସାରସ୍ୱତ ସମାରୋହରେ ମଙ୍ଗଳବାର ଦିବା 2 ଘଟିକା ସମୟରେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଡକ୍ଟର ପ୍ରଦୀପ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସମାଜର ସଂସ୍କାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ମତବ୍ୟକ୍ତ କରିବା ସହ ସୁକିନ୍ଦା ସାହିତ୍ୟ ସମାଜର ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡକ୍ଟର କୁମରବର ଦାସ ଯୋଗଦେଇ ସାହିତ୍ୟ ବିନା ଜୀବନ ମୂଲ୍ୟହୀନ ଓ ସାମାଜିକ ପ୍ରାସଙ୍ଗିକତା ବ୍ୟତୀତ ସାହିତ୍ୟ ମୂଲ୍ୟହୀନ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ରୂପେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଯୋଗଦେଇ ସାହିତ୍ୟ କଳାଜୟୀଙ୍କ ବୋଲି ମତ ରଖିଥିଲେ। ସାହିତ୍ୟ ସମାଜର ସଭାପତି କୁଳମଣି ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଶେଷ କାର୍ଯ୍ୟକ୍ରମରେ ସମ୍ପାଦକ ହିମାଂଶୁଶେଖର ଦ୍ୱିବେଦୀ ସମ୍ପାଦକୀୟ ପାଠ, ଡକ୍ଟର ଦୟାନିଧି ଦାସ ସ୍ୱାଗତ ଭାଷଣ, ଅଜୟ କୁମାର ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିବା ସହିତ ଓ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ପ୍ରଫେସର କୁମରବର ଦାସଙ୍କୁ ମକର ସମ୍ମାନ, ସଦାନନ୍ଦ ତ୍ରିପାଠୀଙ୍କୁ ମକର ବନ୍ଧୁ ସମ୍ମାନ, ନିତ୍ୟାନନ୍ଦ ମହାନ୍ତିଙ୍କୁ ମକର ମିତ୍ର ସମ୍ମାନ, ରବୀନ୍ଦ୍ର କୁମାର ନାୟକଙ୍କୁ ଦୟାନିଧି ବଡ଼ପଣ୍ଡା ସ୍ମୃତି ସମ୍ମାନ, ରାଜକିଶୋର ଆଚାର୍ଯ୍ୟଙ୍କୁ ଭୋଳାନାଥ ମିଶ୍ର ସ୍ମୃତି ସମ୍ମାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ପରିଡ଼ାଙ୍କୁ ଭକ୍ତବନ୍ଧୁ ପାତ୍ର ସ୍ମୃତି ସମ୍ମାନ, ବୀରବର ସାମଲଙ୍କୁ ରଘୁ ନଳିନୀ ସ୍ମୃତି ସମ୍ମାନ, କାଙ୍ଗାଳି ଚରଣ ସେଠୀଙ୍କୁ ବେଣୁଧର ସାହୁ ସ୍ମୃତି ସମ୍ମାନ ଓ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତିଙ୍କୁ ଘନଶ୍ୟାମ ପ୍ରଧାନ ସ୍ମୃତି ସମ୍ମାନରେ ସମ୍ମାନିତ କରିଥିଲେ। ଅତିଥିମାନେ ସୁକିନ୍ଦା ସାହିତ୍ୟ ସମାଜ ମୁଖପାତ୍ର ଋତୁରଙ୍ଗ ବାର୍ଷିକ ସଂଖ୍ୟା ସାହିତ୍ୟିକ କାଞ୍ଚନବାଳା ମଲ୍ଲଙ୍କ ମାଟି ନୁହେଁ ସିଏ ମାଟିଏ ଓ ଭକ୍ତି ପୁଷ୍ପାଞ୍ଜଳି, ମାଙ୍ଗଳିକା ଦାସଙ୍କ ଅନୁରାଗର ରଙ୍ଗ, ସ୍ୱର୍ଗତ ପ୍ରଫୁଲ୍ଲ କୁମାର ଦାସଙ୍କର ଶାନ୍ତି ଗୀତିକା, ପ୍ରମୀଳା ଦାସଙ୍କର ଧୋରେ ବାଇଆ ଧୋ ଏବଂ ଗୋବର୍ଦ୍ଧନ ପ୍ରଧାନଙ୍କର ଶ୍ରୀ ଭାଗବତ କଥାମୃତ ପୁସ୍ତକ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ନିମାଇଚରଣ ମାଝୀ, ମନୋଜିତ ଦାସ, ଶାଶ୍ୱତୀ ଏଲିସା ପ୍ରିୟଦର୍ଶିନୀ ଏବଂ ସଂଘମିତ୍ରା ଭୂତିଆ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ଅଧିବେଶନରେ କବୟିତ୍ରୀ ପ୍ରଭାତୀ ରାଉତ, ଲବଣତା ପରିଡ଼ା ଓ କାଞ୍ଚନବାଳା ମଲ୍ଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନିର୍ମଳ ଚନ୍ଦ୍ର ରାଉତ, ସୁରେନ୍ଦ୍ର କୁମାର ଦାସ ଓ ଗୋକୁଳ ବିହାରୀ ପୃଷ୍ଟି ଅତିଥି ରୂପେ ଯୋଗ ଦେଇଥିଲେ। ଏହି କବିତା ପାଠୋତ୍ସବରେ କବି ସର୍ବଶ୍ରୀ ପବିତ୍ର ମୋହନ ସାହୁ, ସୁରେନ୍ଦ୍ର କୁମାର ଚାନ୍ଦ, ରଞ୍ଜନ ନାୟକ, ପ୍ରଜ୍ଞା ପ୍ରବର୍ତ୍ତିକା ଦାସ, ସନ୍ଧ୍ୟା ଘଡ଼େଇ, ମଧୁସ୍ମିତା ନାୟକ, ମଞ୍ଜୁଲତା ନାୟକ, ଯୁଗପ୍ରଭା ସାବତ, ସୁମିତ୍ରା ମହାରଣା, କାଞ୍ଚନବାଳା ସାହୁ, ଜୟନ୍ତୀ ସାହୁ, ଉଷା ବେହେରା, ମଧୁସୂଦନ ମହାପାତ୍ର, ଯୋଗେନ୍ଦ୍ରନାଥ ସାହୁ, ପ୍ରତିମା ରଥ, ପୁଷ୍ପାଞ୍ଜଳି ମିଶ୍ର, ସୀମା ମିଶ୍ର, ସୁମିତ୍ରା ଓଝା, ମିନର୍ଭା ମହାପାତ୍ର, ସେବତୀ ପ୍ରଧାନ, ଅଶେଷ ପାତ୍ର, ସନାତନ ମହାନ୍ତ, ଗିରିଧାରୀ ଚାନ୍ଦ, ବିଜୟ କୁମାର ସାହୁ, ଅଲେଖ ପ୍ରସାଦ ପାଗଡ଼, ଭଜମୋହନ ସାହୁ, ଗୋବର୍ଦ୍ଧନ ପ୍ରଧାନ, ପ୍ରେମାନନ୍ଦ ପାଣିଗ୍ରାହୀ, ଶ୍ରୀନିବାସ ରାଉତ, ଭରତଚନ୍ଦ୍ର ବେହେରା, ଫକୀରଚରଣ ଓଝା, ରଙ୍ଗାଧର ଆଚାର୍ଯ୍ୟ, ଅରବିନ୍ଦ ବୋଷ, କିଶୋର ଚନ୍ଦ୍ର ଦାସ, ପ୍ରମୋଦ କୁମାର ସାହୁ, ସନ୍ତୋଷ କୁମାର ସ୍ୱାଇଁ, ଆପୁଲ କୁମାର ଜେନା, ଅକ୍ଷୟ କୁମାର ଭୂଇଁଆ, ଅଲେଖ ପ୍ରସାଦ ମହାରଣା, ସୁଖଦେବ ବେହେରା, ବଟକୃଷ୍ଣ ସ୍ୱାଇଁ, କୈଳାସ ପାତ୍ରଙ୍କ ସମେତ ଶତାଧିକ କବି ସେମାନଙ୍କ ସ୍ୱଚରିତ କବିତା ପାଠ କରିଥିବା ଦେଖିବାକୁ ମିଳିଥିଲା। चारु हास्य